ନୂଆ ସ୍ୱାଦ କେବଳ ଏକ୍ସପେରିମେଣ୍ଟ ନୁହେଁ, ଏହା ହେଉଛି ନିଜକୁ ଆଉ ଥରେ ନୂଆ ଭାବରେ ଖୋଜିବା। ବହୁତ ପ୍ରକାରର ବନ୍ଧାକୋବିର ରେସିପି ଆପଣମାନେ ବନେଇଥିବେ ଓ ଖାଇଥିବେ ମଧ୍ୟ। ଥରେ ଏହି ନୂଆ ଷ୍ଟାଇଲର ବନ୍ଧାକୋବିକୁ ନିଶ୍ଚିତ ଭାବେ ବନାନ୍ତୁ। ଏବେ ତ ସବୁ ସମୟରେ ସବୁ ଋତୁରେ ବନ୍ଧାକୋବି ମିଳିଯାଉଛି, ତେଣୁକରି ବନ୍ଧାକୋବି ପାଇଁ ସ୍ପେଶାଲ ଶୀତ ଦିନକୁ ଅପେକ୍ଷା କରିବାକୁ ପଡ଼ୁନାହିଁ। ତେବେ ନମସ୍କାର, ପ୍ରୀତିଛନ୍ଦା ହୋମ୍ କିଚେନକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ମୁଁ ଏଇଟା 4 ଜଣଙ୍କ ପାଇଁ ପ୍ରସ୍ତୁତ କରିବି, ତେଣୁକରି ମୁଁ ଗୋଟେ ମେଜରମେଣ୍ଟ ୱାଇଜ୍ ନେଇଯାଇଥିଲି ଗୋଟେ ଡଙ୍କି, ଯେଉଁଟାକି ଡାଲି ଚଟୁ ଆମେମାନେ କହୁ। ତ ସେଇଥିରେ ଗୋଟେ ଡଙ୍କି ମୁଁ ନେଇଯାଇଥିଲି ବୁଟ ଡାଲି, ତାକୁ ମୁଁ ଘଣ୍ଟେରୁ 2 ଘଣ୍ଟା ବତୁରେଇକି ରଖିଦେଇଥିଲି। ତାପରେ ନେଇଯାଇଥିଲି ଟିକେ ନାକୁ କଞ୍ଚା ଲଙ୍କା ଏବଂ ଗୋଟେ, ଯଦି ଆପଣଙ୍କ ପାଖରେ ବଡ଼ ଟମାଟୋ ଅଛି ତ ଗୋଟେ ନେବେ, ଯଦି ଏମିତି କୁନି କୁନି ଟମାଟୋ ଅଛି ତେବେ 2ଟା ନେବେ। ତ ଟମାଟୋକୁ ଏମିତି ମଝିରୁ ଟିକେ ନାକୁ ଚିରା ଲଗେଇଦେବା, ପିଆଜକୁ ମଧ୍ୟ ସେମ୍ ଭାବରେ ଟିକେ ନାକୁ ଏମିତି ଚିରା ଲଗେଇଦେବା, ଯାହାଦ୍ୱାରା କି ନା ଭଲ ଭାବରେ ଆମର ପିଆଜଟା ନା ସେ ପାଣିରେ ସିଝିବ। ଆପଣମାନେ ଷ୍ଟାର୍ଟିଂରୁ ଦେଖିଦେଇଥିବେ ମୁଁ ଗରମ ପାଣିରେ ପିଆଜ ଏବଂ ଟମାଟୋ ପକେଇଲି। ପାଣିର ସେମିତି କିଛି ମେଜରମେଣ୍ଟ ନାହିଁ, ଯେତିକି ଆମେ ଟମାଟୋ, ପିଆଜ ଆଉ ଏବଂ ବନ୍ଧାକୋବି ଯେମିତି ପୁରା ଡିପ୍ଲି ବୁଡ଼ି ପାରୁଥିବ ସେ ପର୍ଯ୍ୟନ୍ତ ଆମେମାନେ ପାଣିଟା ରଖିବା। ତ ମୁଁ ପକେଇ ଦେଇଥିଲି 2ଟି ଟମାଟୋ ପକେଇ ଦେଇଥିଲି, କାଟି ରଖିଥିବା ପିଆଜ, ଟିକେ ନାକୁ ଯେଉଁ ଚିରା ପକେଇ ଦେଇଥିଲି ନା, ଚିରା କରିଦେଇଥିଲି ପିଆଜକୁ ସେଇଟା, ଏବଂ ରସୁଣକୁ ମୁଁ ପକେଇ ଦେଇଥିଲି। କିନ୍ତୁ ମୁଁ ଭାବିଲି ଯେ ଗୋଟା ଏମିତି ରସୁଣ ପକାଇବା ଅପେକ୍ଷା ସବୁଠୁ ଭଲ ହେବ ଚୋପା ଛଡ଼ିକି ଆମେମାନେ ପକାଇବା, ଯେହେତୁ ପୁଣି ଝିଞ୍ଝଟ କାମ ଲାଗିଯିବ ଆଗକୁ, ତେଣୁକରି ରସୁଣକୁ ବାହାର କରିଦେଇଥିଲି, ତାକୁ ଏକଦମ ଚୋପା ଛଡ଼ିକି ପୁଣି ସେ ପାଣିରେ ମୁଁ ପକାଇ ଦେଇଥିଲି। ତାପରେ ପାଣିକୁ ଘୋଡ଼େଇକି ରଖିଦେଇଥିଲି, ଟିକେ ନାକୁ ହଳଦୀ ଗୁଣ୍ଡ ସେଥିରେ ପକାଇ ଦେଇଥିଲି। ହଳଦୀ ଗୁଣ୍ଡ ପକାଇବା ଦ୍ୱାରା କ'ଣ ହେବ ନା, ଆମେ କୋବିକୁ ଭଲ ଭାବରେ ଧୋଇନେ ନା ଭିତରୁ, ତେଣୁକରି ଯାହାକି ବି କିଛି ଆମର ଥିବ କୋବିର ପୋକ ସେସବୁ ବାହାରିକି ପଳେଇ ଆସିବ। ଏବଂ ଯେମିତି ଆମେ ଛତୁରେ ଯେମିତି ହଳଦୀ ଗୁଣ୍ଡ ପକାଉ ସେମିତି ଜିନିଷ ଭଲ ଭାବରେ ଆମେ କମ୍ ସେ କମ୍ 5ରୁ 7 ମିନିଟ୍ ଏମିତି ଫୁଟିବା ପାଇଁ ଛାଡ଼ିଦେବା। ତ ଏଇଠି ଦେଖନ୍ତୁ ମୁଁ ଭଲ ଭାବରେ 5ରୁ 7 ମିନିଟ୍ ପୁରା ଫୁଟିଗଲା ପରେ କେମିତି ଜାଣିବା, ଦେଖନ୍ତୁ କୋବିର ପତ୍ରର କଲର୍ ନା ପୁରା ଚେଞ୍ଜ ହେଇଯାଇଛି। ତାପରେ ଆମର ଯେଉଁ ଟମାଟୋ ସେଗୁଡ଼ାକ ପୁରା ଭଲ ଭାବରେ ସିଝି ଯାଇଛି। ଟମାଟୋ ଦେଖନ୍ତୁ ପୁରା ଖୋଲି ଯାଇଛି ଏବଂ ଭଲ ଭାବରେ ତା'ର ଯେଉଁ ଟମାଟୋର ଉପରର ଯେଉଁ ଚୋପା ନୁହେଁ କି, ସେ ଆରାମସେ ରିମୁଭ୍ ହେଇଯାଉଛି। ତ ଏଇ ଷ୍ଟେଜ୍ରେ ଆମେମାନେ ଜାଣିବା ଯେ ଆମର ଏଇ ଯେଉଁ କୋବି ଆମର ଏସବୁ ଭଲ ଭାବରେ ସିଝିଗଲାଣି। କିଛି ନହେଲେ କମ୍ ସେ କମ୍ 7 ମିନିଟ୍ ଆପଣମାନେ ଏମିତି ଫୁଟାଇବା ପାଇଁ ଛାଡ଼ିଦେବେ, 5ରୁ 7 ମିନିଟ୍। 5-7 ମିନିଟ୍ ପରେ ମୁଁ ସବୁତକ ପାଣିରୁ ଛାଣିକି ନେଇକି ପଳେଇ ଆସିଥିଲି। ଆଉ ଏବେ ନା ଏତେ ଗରମ ଅଛି ଯେ ମୁଁ କୋବିକୁ ଛୁଇଁ ବି ପାରୁନି। କୋବିର ପତ୍ର ପୁରା ଟ୍ରାନ୍ସପରେଣ୍ଟ, ପୁରା ଯେମିତି ଦେଖାଯାଏ ନା ସେମିତି ପୁରା ହେଇଯାଇଛି, ଏକଦମ ସଫ୍ଟ ହେଇଯାଇଛି। ଯେହେତୁ ବହୁତ ଗରମ ଅଛି ତ ମୋତେ ମୁସ୍କିଲ ହେଲା ତାକୁ ଛଡ଼େଇବା ପାଇଁ, ତେଣୁକରି ଥଣ୍ଡା ହେବା ପାଇଁ 5 ମିନିଟ୍ ଯାଏଁ ଥଣ୍ଡା ହେବା ପାଇଁ ଛାଡ଼ିଦେଲି। ପୁରା ଥଣ୍ଡା ହେଇସାରିଲା ପରେ ସେ ଯେଉଁ ଟମାଟୋର ଯେଉଁଟା ଚୋପାଟା ତାକୁ ସବୁ ରିମୁଭ୍ କରିଦେଲି ଓ ବାଟିବା ପାଇଁ ତାକୁ ଗୋଟେ ସାଇଡ଼୍ କରିକି ଗ୍ରାଇଣ୍ଡର ଜାର୍ରେ ମୁଁ ରଖିଦେଲି। ପିଆଜ ମଧ୍ୟ ଭଲ ଭାବେ ପୁରା ସିଝି ଯାଇଛି, ସତେ ଯେମିତି ଗୋଟେ ଫୁଲ ଭଳିଆ ଦେଖାଯାଉଛି ପିଆଜ, ତାକୁ ମଧ୍ୟ ମୁଁ ସେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଆଡ଼୍ କରିଦେଲି। ତ ଯାହା ବି ମୁଁ ସିଝେଇଥିଲି ଦେଖନ୍ତୁ, ଟମାଟୋ, ପିଆଜ ଆଉ କିଛି ସମୟ ପାଇଁ ମୁଁ ବତୁରିକି ରଖିଥିଲି 4-5ଟା କାଜୁ, ତାପରେ କଞ୍ଚା ଲଙ୍କା, ରସୁଣ, ଯାହା ସବୁ ଆମେମାନେ ପାଣିରେ ଫୁଟିଥିଲେ ସେ ସବୁକୁ ଆମେମାନେ ସେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଇକି ଭଲ ଭାବରେ ଆମେମାନେ ପେଷ୍ଟ କରିଦେବା। ଏଇଠି ମୁଁ ବଡ଼ ସାଇଜ୍ର 8-10ଟି ରସୁଣ କୋଲା ହିଁ ନେଇଥିଲି। ଆପଣଙ୍କର ମେଜରମେଣ୍ଟ ହିସାବର ଧ୍ୟାନ ରଖିକି ରସୁଣର ଭାଗ ମାପ ଟିକେ ନାକୁ ବଢ଼େଇ ପାରିବେ କିମ୍ବା କମେଇ ପାରିବେ। ତାପରେ ଭଲ ଭାବରେ ଏଇଟା ମୁଁ ପେଷ୍ଟ କରି ଗୋଟେ ସାଇଡ଼୍ କରି ରଖିଦେଲି। ଏବେ ଆମେ କ'ଣ କରିବା, ପୁରା କୋବି ତ ଆମର ପୁରା ଭଲ ଭାବରେ ଥଣ୍ଡା ହେଇଯାଇଛି। ଦେଖନ୍ତୁ ପୁରା ଇଜିଲି ଯାହା ସବୁ କୋବି ପତ୍ର ନା ସେଟା ଆରାମସେ ଇଜିଲି ବାହାରି ଯାଉଛି। ତ ଯାହା ଚେଷ୍ଟା କରିବେ କୋବି ପତ୍ର ଯେମିତି ନ ଭାଙ୍ଗୁ, ତ ଭାଙ୍ଗିବନି ବି, ସାଙ୍ଗେ ସାଙ୍ଗେ ରିମୁଭ୍ ହେଇଯିବ ଯେହେତୁ ପୁରା ସଫ୍ଟ ହେଇଯାଇଛି। ତ ପ୍ରଥମ ଉପରର କିଛିଟା ପତ୍ର ମୁଁ ବାହାର କରିସାରିଲା ପରେ ଏଇ ଯେଉଁ କୋବିଟା ଦେଖିବେ ଏଗୁଡ଼ାକ ଏତେ ସିଝି ନଥିଲା, ଜଷ୍ଟ ପାଣିରେ ଏମିତି ମୁଁ ପକେଇଥିଲି କିନ୍ତୁ ଏତେ ସିଝି ନଥିଲା, ସିଝି ନାହିଁ ବି ମଧ୍ୟ। ଆପଣମାନେ କଲେ ବି ସେ ଏତେ ସିଝିବ ନାହିଁ। ସେ କୋବିକୁ ଭଲ ଭାବରେ ମୁଁ ଛୋଟ ଛୋଟ ପିସ୍ କରି କାଟି ନେଇଥିଲି, ଆଉ ଭିତରେ ଦେଖିଥିଲି କିଛି ପୋକଜୋକ ଅଛି କି ନାହିଁ ଟିକେ ନାକୁ ଭଲ ଭାବରେ ଦେଖି ନେଇଥିଲି। ତାପରେ ବୁଟ ଡାଲି ମୁଁ ବତୁରିକି ରଖିଥିଲି 1-2 ଘଣ୍ଟା ହେଲାଣି। ବୁଟ ଡାଲି ଏବଂ ଯେଉଁ କୋବିକୁ ଆମେ ଏବେ ଜଷ୍ଟ କାଟିଲେ, ଛୋଟ ପୋର୍ସନ୍ କୋବିକୁ ଯେଉଁଟା ଆମେ ରଖିଥିଲେ ତାକୁ କାଟିଲେ, ତାକୁ ବୁଟ ଡାଲି ଆଉ ତାକୁ ମିଶାଇ ଭଲ ଭାବରେ ଗୋଟେ ଆମେ ପେଷ୍ଟ ବନେଇଦେବା। ତ ବେଶୀ ପାଣିଆ ପେଷ୍ଟ କରିବାନି, ପାଣିଆ ପେଷ୍ଟ କଲେ ଆମର ଆଗକୁ ବହୁତ ପ୍ରୋବ୍ଲେମ୍ ହେବ। ତେଣୁକରି ଟିକେ ନା ଗାଢ଼ା ପେଷ୍ଟ ରହୁଥିବ ନା, ଟିକେ ନାକୁ ବହଳିଆ ରହୁଥିବ, ସେ ଅନୁସାରେ ଆମେମାନେ କ'ଣ କରିବା ନା ଭଲ ଭାବରେ ସବୁତକ ଏମିତି ଗ୍ରାଇଣ୍ଡିଙ୍ଗ କରିନେବା। ଟିକେ ନାକୁ ମୁଁ ଜୁଆଣି ପକେଇଲି, ଯଦି ଜୁଆଣି ନାହିଁ ଆପଣମାନେ ଜିରା ଚାହିଁଲେ ପକେଇ ପାରିବେ, ଟିକେ ନାକୁ ଧନିଆ ପତ୍ର ପକେଇ ପାରିବେ, ଲୁଣ ସ୍ୱାଦ ଅନୁସାରେ ପକେଇ ପାରିବେ। ହେଙ୍ଗୁ ଯଦି ଅଛି ବି ନିହାତି ଭାବରେ ପକାନ୍ତୁ, ବହୁତ ବଢ଼ିଆ ବାସ୍ନା ଆସିବା ସହିତ ଆମର ହଜମ ଶକ୍ତି ବଢ଼ିଥାଏ ହେଙ୍ଗୁ। ତାପରେ ଟିକେ ନାକୁ ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଏ ସବୁ ପକେଇ ଭଲ ଭାବରେ ତାକୁ ଏମିତି
କୋଳେଇ ନେଇଥିଲି। ଏବେ ଆମେ କ'ଣ କରିବା ନା କୋବି ପତ୍ରକୁ ନେବା ଆଉ କୋବି ପତ୍ର ଯେଉଁ ମୋଟା ଡେମ୍ଫ ବହୁତ ମୋଟା ରହିଯାଇଥାଏ ତାକୁ ଆମେ ମାନେ କାଢ଼ି ନେବା ଛୁରୀ କିମ୍ବା କଇଁଚି ମାଧ୍ୟମରେ। ଯଦି ସରୁ ଡେମ୍ଫ ଥିବ କାଢ଼ିବା କିଛି ଆବଶ୍ୟକତା ନାହିଁ। ଏମିତି ଭାବରେ ଯେଉଁ ବ୍ୟାଟରଟା ଆମେ ବୁଟ ଏବଂ ଯେଉଁ କୋବିକୁ ଗ୍ରାଇଣ୍ଡିଙ୍ଗ କରିକି ରଖିଥିଲେ ତାକୁ ଏଇ କୋବି ପତ୍ରରେ ଦେଇକି ଭଲ ଭାବରେ ଫୋଲ୍ଡ କରିନେବା। ତ ଏଇଠି କିଛି କେଉଁଥିରେ ବି ବାନ୍ଧିବା ଦରକାର ନାହିଁ, ସେ ଅଟୋମେଟିକ୍ ସେମିତି ଚିପକିକି ହିଁ ରହିଯିବ। ତାପରେ ଭଲ ଭାବରେ ଯେତିକି ଆପଣଙ୍କର ପୁର ଯେତିକି ସେ ନେଇପାରୁଛି ପତ୍ର, ତ ସେଇ ମେଜରମେଣ୍ଟ ଦେଖିକି ଏପଟ ସେପଟ କରିକି ଭଲ ଭାବରେ ତାକୁ ଏମିତି ଜଏଣ୍ଟ କରି ରଖିନେବେ। ତାପରେ କଡ଼େଇରେ କ'ଣ କରିବା, ପୁଣି କିଛି ନାକୁ ରିଫାଇନ୍ ତେଲ ହେଉ କିମ୍ବା ସୋରିଷ ତେଲ ହେଉ ନେଇଯିବା। ସେଇ ତେଲରେ ଆମେମାନେ କ'ଣ କରିବା, ଶୁଖିଲା ଲଙ୍କା, ତେଜପତ୍ର, ଜିରା, ପଞ୍ଚଫୁଟଣ ଏସବୁ ପକେଇକି ଭଲ ଭାବରେ ଫୁଟେଇ ନେବା। ତାପରେ ଯେଉଁଟା ଆମେ ପେଷ୍ଟ ବାଟିକି ରଖିଥିଲେ ନା କାଜୁ, ଟମାଟୋ, ରସୁଣ, ପିଆଜ, ସେସବୁ ପେଷ୍ଟକୁ ଏକା ସାଙ୍ଗରେ ଆମେମାନେ ଆଡ଼୍ କରିନେବା। ତାପରେ ଆମେମାନେ ଟିକେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କାଶ୍ମୀରୀ ଚିଲି, ସ୍ୱାଦ ଅନୁସାରେ ଲୁଣ ଏସବୁ ଦେଇକି ଭଲ ଭାବରେ ଆମେମାନେ କଷିବା। ଆପଣମାନେ ଚାହିଁବେ ଯଦି ମଟନ୍ ମସଲା ହେଉ ଚିକେନ୍ ମସଲା ହେଉ ମଧ୍ୟ ଦେଇପାରିବେ। ତାପରେ ଟିକେ ନାକୁ ଧନିଆ ଗୁଣ୍ଡ ଦେଇକି ତାକୁ ଭଲ ଭାବରେ ଆମେମାନେ କଷିବା। ଆମର ଏଇ ମସଲା କଷାଟା ବେଶୀ ସମୟ ବିଲକୁଲ ବି ଲାଗେନି, ଯେହେତୁ ଅଲରେଡ଼ି ଆମେ ରସୁଣକୁ ପିଆଜକୁ ଭଲ ଭାବରେ ସିଝେଇ ନେଇଛେ, ତା'ର ବାସ୍ନା ଏକଦମ ବାହାରି ଯାଇଛି। ତେଣୁକରି ମାତ୍ର 2ରୁ 3 ମିନିଟ୍ ହିଁ ଲାଗିବ ପ୍ରପର୍ ଆମେ ଆକୁ କଷିବା ପାଇଁ। 2-3 ମିନିଟ୍ ପରେ ଆପଣମାନେ ଦେଖିପାରୁଥିବେ ଏମିତି ଅଏଲ୍ ଫୁଟ୍ ଫୁଟ୍ ହେଇକି ବାହାରୁଛି। ତ ଅଏଲ୍ ପୁରା ରିଲିଜ୍ କରିସାରିଲାଣି। ଏବେ ଗୋଟେ ଭଲ ଫ୍ଲେଭର୍ ଆସିବା ପାଇଁ ଟିକେ ନାକୁ ଲବଙ୍ଗ, ଗୁଜୁରାତି ଏବଂ ଯେଉଁ ଧନିଆ ପତ୍ରର ଡେମ୍ଫ ତାକୁ ଆଡ଼୍ କରିକି କିଛି ପାଣି ଦେଇକି ଆମେମାନେ ଫୁଟେଇବା ପାଇଁ ଛାଡ଼ିଦେବା। ପାଣି ଟିକେ ଅଧିକ 2 ତାଟିଆ ଦେବା, କାରଣ ଆଗକୁ ଯେଉଁ ପ୍ରୋସେସିଂଟା କରିବା ଏଇଟା ପୁରା ଡିପେଣ୍ଡ କରେ ଆମର ଏଇ ପାଣି ଉପରେ। ତେଣୁକରି କମ୍ ପାଣି ଦେଲେ ଆମକୁ ଟିକେ ନାକୁ ପ୍ରୋବ୍ଲେମ୍ ଆସିବ। ତେଣୁକରି 2 ତାଟିଆ ପାଣି ଦେଲା ପରେ ଗୋଟେ ଷ୍ଟିମର୍ ଆଣିକି ସେ କଡ଼େଇରେ ମୁଁ ବସେଇ ଦେଇଥିଲି। ଯେହେତୁ ଏତେ ସାରା ଝିଞ୍ଝଟ ନ କରିବା ଅପେକ୍ଷା ଫୁଟିବାକୁ ଫୁଟିବା ହେବ ଆମର ଗ୍ରେଭିଟି, ଏବଂ ସେଇଥିରେ ଷ୍ଟିମର୍ ଭଳିଆ ଏମିତି ଜାଲି ଭଳିଆ ଜିନିଷ ଆଣିକି ରଖିଦେଲି। ଆଉ ଯେଉଁ ଗୁଡ଼ାକ ଆମେ ଏମିତି ଫୋଲ୍ଡ କରିକି ରଖିଥିଲେ ନା ବୁଟ ଏବଂ କୋବିକୁ, ତ ତାକୁ ନା ଭଲ ଭାବରେ ଷ୍ଟିମ୍ ଦେଇଦେବା। ସେଇ ଝୋଳରେ ହିଁ ସେ ଷ୍ଟିମ୍ ପୁରା ଆସିବ। ମାତ୍ର 5 ମିନିଟ୍ ଲାଗିବ ଆମର ଏଇଟା ପୁରା ପ୍ରପର୍ ହେବା ପାଇଁ। କେତେବେଳେ ଜାଣିବା, ଏମିତି ଟିକେ ନାକୁ ସ୍ପୁନ୍ରେ ଏପଟ ସେପଟ କଲେ ଯେ ଇଜିଲି ସେ ଏପଟ ସେପଟ ହେଇଯାଉଥିବ ଏବଂ ଟିକେ ହାତକୁ ଟାଣ ଲାଗୁଥିବ, ସେତେବେଳେ ଜାଣିବା ଆମର ଏଇଟା ନା ପୁରା ଭଲ ଭାବରେ ଷ୍ଟିମ୍ ହେଇଯାଇଛି। ତ ଦେଖନ୍ତୁ ଝୋଳ ବି ଟିକେ ନାକୁ ମରିଯାଇଛି। ତେଣୁକରି ମୁଁ କହୁଥିଲି 2 ତାଟିଆ ଅଧିକା ଆମେମାନେ ପାଣି ନେବା। ତାପରେ ଗୋଟେ ତାୱାଟେ ନେଇଯିବା। ତାୱାରେ ଗରମ ହେଉଥିବା। ଏବେ କ'ଣ କରିବା ନା ଆମେ ଯେଉଁଟା ଷ୍ଟିମ୍ କରିକି ରଖିଥିଲେ ତାକୁ ଏମିତି କାଟିବା। ଯେହେତୁ ବହୁତ ତାତିଲା ଥିଲା ନା, ମୁଁ ହାତ ମାରୁ ମାରୁ ଟୋଟାଲ୍ ମୋ ହାତ ସହ୍ୟ ହିଁ ହେଇପାରୁନଥିଲା, ଏତେ ଜୋରରେ ତାତିଲା ଥିଲା। ତେଣୁକରି ଛୁରୀରେ ଟିକେ ନାକୁ କଟ୍ କରିଦେଉଥାଏ। ତାପରେ ଯେଉଁ ପିଠା ଖଡ଼ିକା ଅଛି ସେଇଥିରେ ଏମିତି ମୁଁ ଗୋଟେ ସାଇଜ୍ର ଏମିତି ସବୁତକ କାଟି ନେଉଥାଏ। ଏହିପରି ଭାବରେ ଆପଣମାନେ ମଧ୍ୟ କରିବେ, କାରଣ ବହୁତ ଜୋରରେ ତାତିଲା ଥାଏ। ଡାଇରେକ୍ଟ ଯଦି ଆମେମାନେ ଏମିତି ପିଠା ଖଡ଼ିକାରେ ଏମିତି କଟ୍ କରିବା ନା, ସେ ପୁରା ଚିପକିଯିବ, ମାନେ ପୁରା ତେଢ଼ା ହେଇଯିବ। ତେଣୁକରି ଛୁରୀରେ ଟିକେ କାଟିଦେବା। ତାପରେ ପିଠା ଖଡ଼ିକାରେ ଜଷ୍ଟ ଟିକେ ନାକୁ ପ୍ରେସ୍ କରିଦେଲେ ସେ ପୁରା ସମାନ ସାଇଜ୍ର କଟ୍ ହେଇଯିବ। ତାପରେ ଗୋଟେ ଆମେ ତାୱାରେ ଟିକେ ତେଲ ନେଇଯିବା, ଯାହା ଆପଣଙ୍କ ପସନ୍ଦ ଅନୁସାରେ ତେଲ ନେଇଯିବା। ରିଫାଇନ୍ ହେଉ ସୋରିଷ ତେଲ ହେଉ, ତାକୁ ନେଇକିନା ଏପଟ ସେପଟ କରି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ଆମେ ଏପଟ ସେପଟ କରି ଭାଜିବା। କିନ୍ତୁ ଗୋଟେ ଜିନିଷର ଧ୍ୟାନ ରଖିଦେବେ, ଯେଉଁ କୋବି ଆଉ ବୁଟ ଡାଲିକୁ ଆମେମାନେ ଷ୍ଟିମ୍ ଦେଇଥିଲେ, ମାନେ ଯେଉଁ କୋବି ଆଉ ବୁଟ ଡାଲିର ଯେଉଁଟା ପୁର ଦେଇଥିଲେ ସେଇଟା ଯେମିତି ନା ପୁରା ଟାଣ ଥିବ, ସେଇଟା ଆପଣମାନେ ଧ୍ୟାନ ରଖିଦେବେ। କାରଣ ଯଦି ନରମ ହେଇଗଲା ତରକାରୀ ଏକଦମ ବିଗିଡ଼ିଯିବ। ଏବେ ଦେଖନ୍ତୁ ଏଇଟା ନା ପୁରା ଟାଣ ଅଛି। ମୁଁ ଆକୁ ପ୍ରେସ୍ ମଧ୍ୟ କରୁଛି। ଦେଖନ୍ତୁ ପୁରା ଟାଣ ଅଛି, ଯେମିତି ଏମିତି ହିଁ ଟାଣ ରହିଥିବ। ଯେହେତୁ ସେ ଅଟୋମେଟିକ୍ ଗ୍ରେଭିକୁ ଗଲା ପରେ ସେ ନରମ ପୁଣି ହେଇଯିବ। ତାପରେ କ'ଣ କରିବା, ଆମେ ଯେଉଁ ଯେତିକି ସବୁ ଭାଜିକି ରଖିଥିଲେ ତାକୁ ଗୋଟେ ପରେ ଗୋଟେ ସେ ଯେଉଁ ଗ୍ରେଭିରେ ଆମେମାନେ ସବୁ ଆଡ଼୍ କରିଦେବା। ତ ଏଇଠି ନା ଆମେ ମାତ୍ର 2ରୁ 3 ମିନିଟ୍ ଫୁଟେଇବା, ବେଶୀ ଫୁଟେଇବା କିଛି ଦରକାର ବି ନାହିଁ। ଆଉ ଏବେ ପତଳା ଅଛି, ଆମ ଗ୍ରେଭିଟା ଏକଦମ ପତଳା ଦେଖାଯାଉଛି। ପତଳା ବିଲକୁଲ ବି ରହିବନି। ସେ ଯେତେ ଥଣ୍ଡା ହେଇଯିବ ନା ଅଟୋମେଟିକ୍ ଗ୍ରେଭି ପୁରା ବହଳିଆ ହେଇଯିବ। ତ ଲାଷ୍ଟକୁ ଟିକେ ନାକୁ ଧନିଆ ପତ୍ର ଦେଇଦେବା ଏବଂ ଘୋଡ଼ିକି ରଖିଦେବା। ତ ଏବେ ଆମର ପୁରା ପ୍ରସ୍ତୁତ ହେଇଗଲା। ଏଇଟା ଗୋଟେ ସୁନ୍ଦର ରେସିପି। ଡାଲିର ଆବଶ୍ୟକତା ନାହିଁ, ଝୋଳ ସାଙ୍ଗରେ କୋବିର ଏବଂ ଯେହେତୁ ବୁଟ ଡାଲି ପଡ଼ିଛି ଗୋଟେ ବେସନର ଗୋଟେ ସ୍ୱାଦ ଆସିବ, ବହୁତ ହି ବଢ଼ିଆ ଲାଗିବ। ତ ଆଶା କରୁଛି ଆଜିର ରେସିପି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଗୋଟେ ନୂଆ ରେସିପି ନିହାତି ଭାବେ ଘରେ ଟ୍ରାଏ କରନ୍ତୁ ଏବଂ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତେବେ ନିହାତି ଭାବେ ସବସ୍କ୍ରାଇବ୍ କରନ୍ତୁ। ଫେସବୁକ୍ରେ ଦେଖୁଥିଲେ ଫଲୋ ନିହାତି ଭାବେ କରିବେ। ରହିଲି, ନମସ୍କାର। ପୁଣି ଦେଖା ହେବା କିଛି ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ବାଏ, ଜୟ ଜଗନ୍ନାଥ।